ଲୋକଙ୍କୁ ସାର ଦରକାର, ଲୋକଙ୍କୁ ସାର ଦରକାର। ଲୋକ ଯେପରି ଭାବରେ ହଇରାଣ ହରକତ ନ ହେବେ ସେଥିପାଇଁ ମୋ ପ୍ରୟାସ ଜାରି ରହିଛି। ଗଲା ମାସରେ ରାଜ୍ୟ ସରକାରଙ୍କୁ ଯିଏକି ଚିଫ୍ ଏଗ୍ରିକଲଚର ଅଫିସର ତାଙ୍କ ରିକ୍ୱାରମେଣ୍ଟ କେତେ ସାର ଦରକାର ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏତିକି ସାରଙ୍କର କେଉଁ ମାସରେ କେତେ ଆବଶ୍ୟକତା ରହିଛି ସାର ତାକୁ ଅବଗତ କରାଯାଇଛି। ଆପଣମାନେ ଦେଖନ୍ତୁ, ସେହି ହିସାବରେ ରାଜ୍ୟ ସରକାର ସାର ଦେବା ପାଇଁ ତ କିଏ ମନା କରିନାହାନ୍ତି, ପ୍ରସ୍ତୁତ ଅଛନ୍ତି ଏବଂ ଏ ପରିପ୍ରେକ୍ଷୀରେ ଘେରାଉ କରିବା ପାଇଁ କାହାକୁ ମନା ନାହିଁ, ଆମେ ସ୍ୱାଗତ କରୁଛୁ। ଘେରାଉ କରିବା ପାଇଁ କାହାକୁ ମନା ନାହିଁ, ଆମେ ସ୍ୱାଗତ କରୁଛୁ। ଆମେ କାହାକୁ ପ୍ରୋଟେକ୍ସନ୍ ଦେବା ପାଇଁ ଏ ସାମ୍ବାଦିକ ସମ୍ମିଳନୀ କରାଯାଉ ନାହିଁ। ସାମ୍ବାଦିକ ସମ୍ମିଳନୀ କରିବାର ଉଦ୍ଦେଶ୍ୟ ହେଲା ଯେ ମୁଁ ମାନ୍ୟବର ମନ୍ତ୍ରୀଙ୍କ ସାଙ୍ଗରେ ବି ଆଲୋଚନା କରିଛି, କେବି ସିଂହଦେଓ ସହିତ ଆଲୋଚନା କରିଛି ଏବଂ ତା ସହିତ ସରକାରଙ୍କୁ ଅବଗତ କରାଇଛି। ଆସନ୍ତା ଗୋଟିଏ ସପ୍ତାହ ଭିତରେ ୟୁରିଆ ଆସିବ 11,120 ମେଟ୍ରିକ୍ ଟନ୍ ଇଫ୍କୋ ଦେବ। ଆସନ୍ତା ଶନିବାର ରବିବାର ଭିତରେ ଆସିକି ପହଞ୍ଚିବ ବାଇ ଟ୍ରେନ୍, ରେକ୍ରେ ଆସି ପହଞ୍ଚିବ ଏବଂ ତା ସହିତ BBSLରୁ 2,500 ମେଟ୍ରିକ୍ ଟନ୍ ଆସିକିରି ଶନିବାର ୟା ଭିତରେ ଗୋଟେ ସପ୍ତାହ ଭିତରେ ଆସିକିରି ପହଞ୍ଚିବ। ଏତିକି ସାର ପରେ ଆହୁରି ମଧ୍ୟ ସାର ଆସିବାର ବ୍ୟବସ୍ଥା କରାଯାଉଛି। ଏଥିରେ କୌଣସି ଚାଷୀ ଭାଇମାନଙ୍କୁ ମୁଁ ଅନୁରୋଧ କରିବି, ବ୍ୟସ୍ତ ହେବାର କିଛି ନାହିଁ। ନିଶ୍ଚିତ ଭାବରେ ଆପଣମାନଙ୍କୁ ସାର ଦିଆଯିବ ଏବଂ ସାର ସଫିସିଏଣ୍ଟ ଲୋକଙ୍କୁ ଦିଆଯିବ ବୋଲିକିରି ମୁଁ ବିଶ୍ୱାସ ରଖିଛି ଏବଂ ଆଶା ବି ରଖିଛି। ଏବେ ଯେପରି ଭାବରେ କିଏ କହୁଥିଲେ ଯେ ଆଜିର ଘେରାଉରେ କିଏ ମୋ ବିରୁଦ୍ଧରେ ବିଭିନ୍ନ କଥା ଉଠେଇଲେ, ଇଏ ଏକ ଦୁର୍ଭାଗ୍ୟଜନକ କଥା। ଏଥିପାଇଁ ମୁଁ ସମସ୍ତ ଚାଷୀ ଭାଇମାନଙ୍କୁ କହିବାକୁ ଚାହେଁ ଯେ ଆସନ୍ତା ଦିନରେ ସାର ପାଇଁ ମୁଁ ନିଶ୍ଚୟ ଲାଗିଛି ଏବଂ ଲାଗିବି ବି ଏବଂ ସେ ହିସାବରେ ଆଜି ମୁଁ ବି ମାନ୍ୟବର ମନ୍ତ୍ରୀଙ୍କୁ ବି ଟେଲିଫୋନ୍ କରିଥିଲି। ବ୍ୟକ୍ତିଗତ ଭାବରେ ସରକାରଙ୍କ ଠାରେ ମୁଁ ଦାବି କରିଛି, ବ୍ୟକ୍ତିଗତ ଭାବରେ ମୁଁ ନିଜେ ଯାଇ ସରକାରଙ୍କ ପାଖରେ ଦାବି କରିଛି ଏବଂ ଗୋଟେ ବସ୍ତା ଜଣକୁ ଗୋଟେ ବସ୍ତା ଯେଉଁ ସାର ଦେଉଛନ୍ତି, ଏହା ଯାହାର 5 ଏକର 10 ଏକର ଅଛି କି 3 ଏକର ଅଛି, ଗୋଟେ ବସ୍ତା ସାର କିଛି ନୁହଁ, ସାମାନ୍ୟ ମାନେ କିଛି ନୁହଁ। ସେଥିପାଇଁ ଆମେ ଦାବି କରୁଛୁ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ଯେ ସମସ୍ତଙ୍କୁ ସାର ଆବଶ୍ୟକତା ରହିଛି ଏବଂ କଳାବଜାରୀ ବନ୍ଦ କରନ୍ତୁ। ଡୁପ୍ଲିକେଟ୍ ଯେଉଁ ପଟାସ୍ ଅଛି ତାକୁ 2 ଦିନ 3 ଦିନ ଭିତରେ ମୁଁ କଥା ହେଇଛି ଆମର ଚିଫ୍ ଏଗ୍ରିକଲଚର ଅଫିସରଙ୍କ ସହିତ। ତାକୁ ପ୍ରତ୍ୟେକ ଦୋକାନରୁ ସାର ଆଣିକି ତାକୁ ଟେଷ୍ଟ କରାଯାଉ, ଡୁପ୍ଲିକେଟ୍ କି ଅରିଜିନାଲ୍। ଆଉ ଯେଉଁ କୋଟପାଟରେ ଯେଉଁ ଡୁପ୍ଲିକେଟ୍ ସାର ବାହାରିଛି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯେଉଁଟାକି ଠୋସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପରେ ଅନ୍ୟ ଯେଉଁ ସାର ବ୍ୟବସାୟୀମାନେ ଭୟଭୀତ ହେବେ, ଯେଉଁଟାକି ଚାଷୀମାନଙ୍କୁ ଡୁପ୍ଲିକେଟ୍ ସାର ଦେବାଟା ବନ୍ଦ ହେବ ଜିଲ୍ଲାରେ।
ए परिप्रेक्षी में आज आपण मानक कहबी डुप्लिकेट टोटाली 3500 3600 मेट्रिक टन